ଆପଣ ନମ୍ବରଟି କୋଉଠି ଆପଣ ଲଗେଇଥିଲେ? କଣ କହିଲେ? ଆପଣ କୋଉଠି ଲଗେଇଥିଲେ? ମୁଁ ଜିଓ କେୟାରରୁ କଲ୍ କରିଥିଲି ସାର୍। ହଁ କି? ଏଇ ଜିଓ ନମ୍ବରଟି ଆପଣ ୟୁଜ କୋଉଠୁ କରୁଛନ୍ତି କୋଉଠୁ ତ? କହୁଥିଲେ? ଜିଓ କେୟାରରୁ। ଝିଅ କେୟାର? ଝିଅ ଏଇ କେୟାର ନମ୍ବର ତ କାହିଁ କିଛି ନାହିଁ ତ? ଶୁଣ, ଏଇ ନମ୍ବରଟି ଆପଣଙ୍କର ଜିଓ ସିମଟି ତ? ଏଟା ଆପଣ ଯୋଉ କଲ୍ କରିଛନ୍ତି? ହଁ ହଁ। ଏଟା ତ ଆଇଡିଆ ସିମ୍ ଟା ମୋର। ମାନେ? ଏଟା ମୁଁ ଆଇଡିଆ ସିମ୍ ଟା କିଣିଥିଲି। ଜିଓ ମାନେ ଆଇଡିଆ ବି ଜିଓରେ ହିଁ ଯାଉଥିବ ବୋଧେ। ଆଇଡିଆ ଯା ଜିଓ ରେ ଯାଉଛି କି? ହୁଁ। ଆପଣ ଜିଓ ଶୋ କରୁଛି? ହଁ। ମୋର ତ ଆଇଡିଆ ସିମ୍ ଟା। ଆଇଡିଆ ଯେ ମୁଁ କହୁଛି ବା ନମ୍ବରଟି ଜିଓ ରେ ହିଁ ଯାଉଥିବ। ହଁ କି? ଜିଓ ଆଇଡିଆ ହୁଁ। ଗୋଟେ କି? ଆଜ୍ଞା। ଓହୋ ହୋ। ଏଇ ନମ୍ବରଟିରେ ଆପଣଙ୍କର ରିଚାର୍ଜ ସରିଯାଇଛି? ରିଚାର୍ଜ ସେ ଧାନ ଆମର କଟା ହେଇନି ତ, କଟା ହଉଛି ତ ହୁଁ ମୁଁ ହୁଁ। ରହିଯାଇଛି ଦୂରେ। ଆଜ୍ଞା ହଉ ଚେଷ୍ଟା କରନ୍ତୁ ନମ୍ବରଟି ସାର୍ ଆଜି ହଁ ମୁଁ ତ ରିଚାର୍ଜ ଟ୍ରାଏ କରିଦବା କରୁଛି ପାଇଁ। ସବୁବେଳେ ରିଚାର୍ଜ କରିବାକୁ। କିଏ କରୁଛି ରିଚାର୍ଜ ମୋର? ସମସ୍ତେ ଖାଲି ଫୋନ କରୁଛନ୍ତି କହିଦେଇକି ପଳଉଛନ୍ତି। ହୁଁ ହୁଁ। ରିଚାର୍ଜ କେବେ ଧନ୍ୟବାଦ କଲେ ହବ ସାର୍। କି? ଆଜି ବି କଲେ ହବ? ଏବେ କଲେ ହବ? ହଁ। ହଉ କରିଦିଅନ୍ତୁ ଆପଣ। ବୋଲେ ମୁଁ କେମିତି କରିବି? ଆଉ କିଏ କରିବ? ଆପଣ ଦୋକାନ ଯାଇ କରିବେ। କୋଉ ଦୋକାନରେ କି? ଗ୍ରୋସରୀ ବଜାରରେ? ହେ ଭଗବାନ ଆପଣ କୋଉଠୁ କହୁଛନ୍ତି କହିଲେ? ଆମର ସେ ମୁଁ କହୁଥିଲି ବ୍ରହ୍ମପୁରର ଏକା। ବ୍ରହ୍ମପୁରରେ କଣ ଗୋଟେ ବି ଦୋକାନ ନାହିଁ? ବ୍ରହ୍ମପୁରରେ କୋଉଠି ଦୋକାନ ଆଉ ଅଛି? ଗେଟ ବଜାରରେ? ଆମର ତମ ଗେଟ୍ ବଜାର। ବାରିପଟେ ଅଛି ଦୋକାନ ଟା ଯାଇ ଦେଖିକି କରିଦିଅନ୍ତୁ। ବାରିପଟେ?